प्रभु को धन्यवाद दिए आ से मते सुजोग देइछन्ती ए कार्यक्रम माध्यम रे प्रभु को रूपांतु आ प्रभु आपण मन को प्रत्येक को आशीर्वाद करंतु आ इस छोट साक्ष्य माध्यम रे प्रभु को गौरव पूजा प्रशंसा करिया चाहूछी। इस विगत दिन मानकरे मोर जो साक्ष्य थिला आ प्रभु से साक्ष्य द्वारा मध्य गौरव पांतु कारण मो पाखरे आ किछि नै केवल तांको नाम अछि जहा कि मता शक्तियुक्त करी अछि तेणु प्रभु को नाम पुनर्बार धन्यवाद दिए आ गत दिन मानकरे आ जेतु सिकल सेल पेशेंट आ जेतले झियो मोर प्रेगनेंसी हैला आ बहुत किछि कॉम्प्लिकेटेड हेतिला डॉक्टर भी मना करथिले आ से समय रे ए गां गहली रे डॉक्टर को जे भेटिथिले मो आ से कहिथिले आपण ए रिस्क नबार नथिला कहि मते कहिथिले किंतु ईश्वर को महत् योजना आ ଏହା ହଉଛି ଈଶ୍ୱରଙ୍କ ଦତ୍ତ ପୁରସ୍କାର ତେଣୁ ଯେତେବେଳକୁ ସେତେବେଳକୁ ପ୍ରଭୁ ମୋ ସହିତ ରହିଲେ ଆଉ ଏଇ ସାକ୍ଷ୍ୟ ଦ୍ୱାରା ପ୍ରଭୁ ଗୌରବ ପାଆନ୍ତୁ। ସେଇ ସମୟ ଗୁଡିକରେ ପ୍ରଭୁ ମତେ ସାହାଯ୍ୟ କଲେ ଆଶୀର୍ବାଦ କଲେ ଆଉ ତାଙ୍କର ମହତ୍ ଯୋଜନା ସେ ପ୍ରକାଶ କଲେ। ସେଇ ଦିନ ମାନଙ୍କରେ ପ୍ରଥମେ ଯେତେବେଳକୁ ଅଲ୍ଟ୍ରାସାଉଣ୍ଡ କରାଗଲା ଝିଅର ସେତେବେଳକୁ ଆଉ ଜାଣିବାକୁ ପାଇଲେ ଯେ ଆଉ ଝିଅର କର୍ଡ ଗୁଡେ ହେଇଯାଇଛି ବେକରେ ଆଉ କହିଲେ ଆଉ ବହୁତ ଅସୁବିଧା ହବ କହିକି ଡାକ୍ତର ମତେ ଜଣେଇଥିଲେ 6 ମାସ ପର୍ଯ୍ୟନ୍ତ ଏଇ ଗାଁରେ ହିଁ ଟ୍ରିଟମେଣ୍ଟ ହୋଇଥିଲା ଏବଂ 6 ମାସ ପରେ ଡାକ୍ତର କହିଲେ ମୁଁ ଆଉ ରିସ୍କ ନେଇ ପାରିବିନି ଆପଣ ଆଉ कोठी जाइकी देखांतु ए प्रकार भाबरे डॉक्टर मते संपूर्ण भाबरे मना करदेले आ से समय भी निराश हताश होई नथिली से समय डॉक्टर को भी मु कहिथिली सर आ से मते पूरा पूरी कहि देले मुहरे जे 50-50 चांसेस आइदर आपण बंचिबे नाले छुआ बंचिबो आपण देखंतु आपण निज रिस्क रे आपण जानतो बाहर देखेबे किंतु प्रभु गौरव पांतु से मोर समस्त जत्न नहीं से समय आ जिते बाहर को गली बाहर जाई देखेली आ से माने मते आश्वासन देले किछि होबनी कहिकी आ से समय मधुरे मध्य केते जण डॉक्टर मते आ निराशजनक कथा मध्य कहिथिले जे आपणकर पिलार मोमेंट होनी से आउ ए दुनिया रे भी नहांती किंतु प्रभु गौरव पांतु मु जानी पारथिली जे निश्चित भाबरे मोर छुआ पहुंची अछि आउ गोटे जगह को मु कटक को गली कटक रो जगतपुर को गली से स्थान रे जेतळको डॉक्टर मते देखिले ट्रीटमेंट आरंभ कले सेतळको डॉक्टर कहले किछि असुविधा नहीं आमे समस्त विषय रिस्क नहीं करिबा आ प्रभु महान महान परमेश्वर आ से जहा को जीवित रखिया को चाहती से समस्त आश्चर्य कर्म करि थांती से आश्चर्य कर्म करिबारे अद्वितीय परमेश्वर मनुष्य जोठी हारि थाए मनुष्य जोठी निराश होई थाए मनुष्य जोठी माने आशा हरै थाए प्रभु सेठारे नूतन आशा एवं आलोक देखाई थांती मो से वाक्य ऊपर विश्वास दुनिया गला डॉक्टर कहतांती आपण आपणको ईश्वर को डाकंतु कि से मते कहले आ कहले हां निश्चित भाबरे मोर ईश्वर को मु डाकु अछि हम से ऑपरेशन थिएटर रे सोई मु प्रार्थना करते प्रभु
ତୁମର ଇଚ୍ଛା ତୁମେ ସଫଳ କର। ସମସ୍ତେ ଆଶ୍ଚର୍ଯ୍ୟ ହେଇଥାନ୍ତି। ଆଉ ସେତେବେଳକୁ ଡାକ୍ତର ମଧ୍ୟ କହିଥିଲେ ବିନା ବ୍ଲଡ ରେ ଆମେ ତାଙ୍କୁ ଛୁଇଁବୁ ନାହିଁ। ଯୋଉ ସମୟରେ କି ଡିମନିଟାଲାଇଜେସନ ହେଇଥିଲା 2016ରେ ନଭେମ୍ବର 8 ତାରିଖରେ। ଆଉ ସେତେବେଳକୁ ଡାକ୍ତର କହିଲେ ଆଉ 500 ଟଙ୍କିଆ ନୋଟ ଚଳିବ ନାହିଁ, ଆଉ ଆମକୁ 100 ଟଙ୍କିଆ ନୋଟ ଦରକାର। ତ ସେଇଟା ବି ଆମ ପ୍ରତି ଏକ ସମସ୍ୟା ଉପୁଜିଥିଲା। କିନ୍ତୁ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର ସେ ସମୟରେ ମଧ୍ୟ ସେ ଆମ ମାନଙ୍କ ସହିତ ରହିଲେ। ଆଉ ସେ ଜଣେ ଭଉଣୀଙ୍କ ଦ୍ଵାରା, ଜଣେ ବିଶ୍ୱାସୀ ଭଉଣୀ ସେ ସେଠାରେ କହିଥିଲେ ଯେ ମୁଁ ଆପଣ ମାନଙ୍କୁ ସାହାଯ୍ୟ କରିବି, ଆପଣ ସେଟା ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। ପ୍ରଭୁ ମହାନ ମହାନ ପରମେଶ୍ୱର ସେଇ ସମୟରେ ସେ ଆମ ମାନଙ୍କୁ ସେଇ ଅର୍ଥରେ ମଧ୍ୟ ସାହାଯ୍ୟ କରିଥିଲେ ଏବଂ ଡାକ୍ତର ମଧ୍ୟ ଆଉ 2ଟି ବ୍ଲଡ ଆରେଞ୍ଜ କରିପାରିଥିଲେ। ପ୍ରଭୁ ମହାନ ପରମେଶ୍ୱର, ହାଲେଲୁୟା। ପ୍ରଭୁ ଗୌରବ ପାଆନ୍ତୁ। ବିଶେଷରେ ଆଉ ଯେତେବେଳକୁ ମତେ ଅପରେସନ ଥିଏଟରକୁ ନେଇଗଲେ ମୁଁ ଭାବୁଥିଲି ବହୁତ ସମୟ ଲାଗିବ, ଆଉ ମୋ ଭଉଣୀ, ମୋର ମା, ମୋର ପରିବାର ଜନ ପ୍ରାର୍ଥନା କରୁଥାନ୍ତି ପ୍ରଭୁ କଣ ହବ ଆଜି, କାରଣ ଡାକ୍ତର କହିଥିଲେ 50-50 ଚାନ୍ସେସ୍ ଥିଲା। କିନ୍ତୁ ମହାନ ପରମେଶ୍ୱର ତାଙ୍କର ମହାନ କାର୍ଯ୍ୟ ସେ ସମୟରେ କରିଥିଲେ। ୱିଦିନ୍ 15 ମିନିଟ ଭିତରେ ଆମମାନେ ଶୁଣି ପାରିଲୁ ଛୁଆର କାନ୍ଦ। ଆଉ ମୁଁ ସେଠାରେ ଶୋଇକି ଶୁଣୁଥାଏ, ଆଉ ଡାକ୍ତରଙ୍କୁ ଥରେ ପଚାରୁଥାଏ ସାର୍ ଆଉ ମୋର କଣ ଜନ୍ମ ହେଇଛି ସାର୍? ସାର୍ କହିଲେ ସେ ଯେହେତୁ ସେ ବିଜାତୀୟ, ସେ କହିଲେ ମାରେ ତୁମ ଘରେ ଲକ୍ଷ୍ମୀ ଜନ୍ମ ନେଇଛନ୍ତି। ତାପରେ ମୁଁ କହିଲି ପ୍ରଭୁ ଗୌରବ ପାଆନ୍ତୁ। ଆଉ ସେ କହିଲେ ଆଉ ଛୁଆ ବହୁତ ଭଲ ଅଛି ଏବଂ ତୁମେ ମଧ୍ୟ ଭଲ ଅଛ। ମହାନ ପରମେଶ୍ୱର ସେଦିନ ମହାନ କାର୍ଯ୍ୟ କରିଥିଲେ। ଆଉ ମତେ ବ୍ଲଡ ର ଆବଶ୍ୟକତା ମଧ୍ୟ ହୋଇନଥିଲା। ଆଉ ମୁଁ ଉତ୍ତମ ଭାବରେ 2 ଭାଗ ହେଇଥିଲୁ, ଝିଅର ମୋର। ଆଉ ପ୍ରଭୁ ସେଦିନ ମତେ ପୁନର୍ବାର ଆଉ ଗୋଟେ ନୂତନ ଜୀବନ ଦେଲେ। ମୋର ଏବଂ ଝିଅର ଜୀବନକୁ ରକ୍ଷା କରି ତାଙ୍କ ନିମନ୍ତେ ସାକ୍ଷୀ ଏବଂ ତାଙ୍କ ନିମନ୍ତେ ଛିଡା ହେବା ପାଇଁ ପ୍ରଭୁ ଏଇ ସୁଯୋଗ ଦେଇଥିଲେ। ଆଉ ଯେତେବେଳକୁ ମୁଁ ଝିଅକୁ ଦେଖିଥିଲି ପ୍ରଭୁଙ୍କୁ ଧନ୍ୟବାଦ ଦେଇଥିଲି ଏବଂ ମୋର ସାନ ଭଉଣୀ ଯେତେବେଳେ ଛୁଆକୁ ଧରିଲେ ସେତେବେଳକୁ ସେ ଆତ୍ମାରେ ପୂର୍ଣ୍ଣ ହେଲେ। ଆଉ ସେ ମତେ କହିଲେ ଇଏ ସାଧାରଣ ଝିଅ ନୁହଁ, ଆଉ ଇଏ ତୁମ ପାଇଁ ସାକ୍ଷୀ ହବ, ପ୍ରଭୁଙ୍କ ପାଇଁ ସାକ୍ଷୀ ହବ, ଆଉ ଦିନେ ପ୍ରଭୁ ତାକୁ ଠିଆ କରେଇବେ। ପ୍ରଭୁ ଗୌରବ ପାଆନ୍ତୁ। ଆଉ ପ୍ରଭୁ ଆମ ଦୁହିଁଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବଞ୍ଚାଇ ରଖିଅଛନ୍ତି। ସେ ସୁସ୍ଥ ସବଳ ସବୁ କିଛି ଠିକ ଠାକ ଅଛି। ପ୍ରଭୁ ତାକୁ ମଧ୍ୟ ସୁସ୍ଥ ରଖିଛନ୍ତି, ସେଥିପାଇଁ ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦିଏ। ଆଉ ସେ ସମୟରେ ଡାକ୍ତର କହିଲେ ତୁମର ମହାନ ପରମେଶ୍ୱର ଯିଏକି ତୁମେ ଡାକୁଥିଲ, ଆଉ ପ୍ରଭୁ ତୁମ ଡାକ ଶୁଣି ଅଛନ୍ତି। ଆଉ ଯେତେବେଳକୁ ମାଙ୍କୁ, ବାବାଙ୍କୁ ଆଉ ମୋର ପରିବାର ଜନଙ୍କୁ ପ୍ରତ୍ୟେକଙ୍କୁ ଡାକି ଡାକ୍ତର ସେତେବେଳେ କହୁଛନ୍ତି ଆମର ଆଶା ନଥିଲା, ଆମେ କେବଳ ଗୋଟେ ସୁପର ନ୍ୟାଚୁରାଲ ପାୱାର ଦ୍ଵାରା, ଆଉ ମୁଁ ଆପଣଙ୍କୁ କହିଥିଲି ଯେ ଆପଣ ପ୍ରାର୍ଥନା କରନ୍ତୁ କହିକି, ଆଉ ସେଇ ସୁପର ନ୍ୟାଚୁରାଲ ପାୱାର ହିଁ ଆପଣଙ୍କ ଝିଅକୁ ଏବଂ ଆପଣଙ୍କ ନାତୁଣୀକୁ ରକ୍ଷା କରିଛନ୍ତି। ଆଉ ମୁଁ ବିଶ୍ୱାସ କରୁଥିଲି ସେଇ ଅପରେସନ ଥିଏଟରରେ ଥାଇ ଯେ ପ୍ରଭୁ ମୋ ସହିତରେ ଅଛନ୍ତି। ଆଉ ଠିକ ସେଇ ପ୍ରକାର ଭାବରେ ଘଟିଲା ଏବଂ ପ୍ରଭୁ ଆମ ଦୁହିଁଙ୍କୁ ରକ୍ଷା କଲେ। ଆଜି ପର୍ଯ୍ୟନ୍ତ ପ୍ରଭୁ ଆମ ଦୁହିଁଙ୍କୁ ରକ୍ଷା କରିଅଛନ୍ତି। ଏଇ ଛୋଟ ସାକ୍ଷ୍ୟ ମୋର, କିନ୍ତୁ ତାହା ଭୟଙ୍କର। ଆଉ ପ୍ରଭୁ ଏଇ ସାକ୍ଷ୍ୟ ଦ୍ଵାରା ଗୌରବ ପାଆନ୍ତୁ। ଆଉ ଗୋଟିଏ ବିଷୟ, ମୋ ନିମନ୍ତେ ଯେଉଁ ବ୍ଲଡ ଆରେଞ୍ଜ ହେଇଥିଲା, ଡକ୍ଟର ଦେଖିଲେ ଯେ ବ୍ଲଡ ନେବାର ଆବଶ୍ୟକତା ନଥିଲା, ଯେହେତୁ ମୁଁ ଜଣେ ସିକଲ ସେଲ ପେସେଣ୍ଟ। ପ୍ରଭୁ ସେଇ ବ୍ଲଡ ମଧ୍ୟ ମୋ ଦେହରେ ତାଙ୍କର ରକ୍ତ ସେ ପ୍ରବାହିତ କରିଥିଲେ ଏବଂ ମତେ ସେଇ ରକ୍ତର ଆବଶ୍ୟକତା ହୋଇନଥିଲା। ଆଉ ଡକ୍ଟର ଯେହେତୁ ଆରେଞ୍ଜ କରିଥିଲେ, ତେଣୁ ସେ 18 ଦିନ ପରେ ମତେ ସେ ବ୍ଲଡ ନିଜ ଇଚ୍ଛାରେ ସେ ଦେଇଥିଲେ। ମୁଁ ମନା କରିଥିଲି, କିନ୍ତୁ ସେ ଯେହେତୁ ସାଇନ୍ସ ଏଠାରେ ମିଥ୍ୟା ସାବିତ ହେଇଥିଲା, ଆଉ
ତେଣୁ ସେ ମୋ ଦେହରେ ବ୍ଲଡ କୁ ଚଢେଇଥିଲେ। ବ୍ଲଡ ଚଢେଇଲା ପରେ ମୋ ଦେହ ଟିକେ ଅସୁସ୍ଥ ହେଲା, କାରଣ ପ୍ରଭୁ ଚାହିଁନଥିଲେ, କିନ୍ତୁ ସେଇ ଜାଗତିକ ଡାକ୍ତର ତାହା ନିଜର ସାଇନ୍ସ ର ଏଟାକୁ ରଖିବା ପାଇଁ ସେ ରକ୍ତ ଚଢେଇଥିଲେ। ଆଉ ପ୍ରଭୁ ଗୌରବ ପାଆନ୍ତୁ, ତା ପରଠାରୁ ମୁଁ ଭଲ ଅଛି ଏବଂ ପ୍ରଭୁ ପ୍ରତ୍ୟେକଙ୍କୁ ଏଇ ଛୋଟ ସାକ୍ଷ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଆମେନ୍। ଆମେନ୍। Thank you.